ছোট বড় অনুষ্ঠানে অভিনয় করে আসছি, বিশেষ করে পার্বতী, তারিণী, সাতশঙ্খ, বিশ্ব দরবার, ধৌলি এবং চ্যালেঞ্জ অপেরাରେ ମୁଁ 9 ବର୍ଷ ପରେ ପୁଣି ରୟାଲ ଓଡ଼ିଶାକୁ ଫେରିଛି। ମୁଁ ରଞ୍ଜନ କୁମାର ହୋତା, ଗ୍ରାମ ପଛାଲ, ଥାନା ଧୁସୁରୀ, ଜିଲ୍ଲା ଭଦ୍ରକ। ଏଥର ମୁଁ ରୟାଲ ଓଡ଼ିଶାରେ ଅଭିନୟରତ। ଏଠି ଜଣେ ସଚରିତ୍ର ଭୂମିକାରେ ମୁଁ ଅଭିନୟ କରୁଛି। ନାଟକ କେତେ ଦୁଃଖ ଦବୁ ଦୟାରେ କାଳିଆ, ସେ ନାଟକରେ ମୁଁ ଜଣେ ଚରିତ୍ର ବାପାର ଅଭିନୟ କରୁଛି, ସୁଚରିତ୍ର ବାପାର ଅଭିନୟ କରୁଛି। ଆମ ଅଭିନୟ ଦର୍ଶକ ମାନଙ୍କୁ କେତେ ରୁଚିକର ହବ ତାହା ବି ମୁଁ ଜାଣିଲେ ସେଇ ଠାକୁରଙ୍କୁ ହିଁ ଜଣା। ଚରିତ୍ରକୁ ନେଇ ଯେ ସାର୍ ଆମକୁ ଯୋଉ ଡିରେକ୍ଟର ଯୋଉ ଚରିତ୍ରରେ ଆମକୁ ଅବତୀର୍ଣ୍ଣ କରୁଛନ୍ତି ସେ ଚରିତ୍ରରେ ଆମକୁ ଅଭିନୟ କରିବା ପାଇଁ ବାଧ୍ୟ। ଏଠି ଛୋଟ ବଡର କିଛି ମାନେ ନାହିଁ। ଯିଏ ଯୋଉ ଚରିତ୍ରରେ ଅଭିନୟ କରିବା ପାଇଁ ଆସିଛି ସିଏ ସେଇ ଚରିତ୍ରରେ ଅଭିନୟ କରିବ। ସମସ୍ତଙ୍କର ଗୋଟେ ପୋଷ୍ଟ ଅଛି ବା ସ୍ଥାନ ଅଛି, ସେ ସ୍ଥାନକୁ ନେଇ ସେମାନେ ସେଇ ଏଗ୍ରିମେଣ୍ଟ କରିକି ଆସିଥାନ୍ତି। ମୁଁ ମଧ୍ୟ ଏଗ୍ରିମେଣ୍ଟ କରିକି ଆସିଛି ଏଠି ନେଗେଟିଭ କରିବି ଏବଂ ପଜିଟିଭ କରିବି। ଡିରେକ୍ଟର ମୋତେ ଯୋଉ ଚରିତ୍ରରେ ଅଭିନୟ କରିବା ପାଇଁ କହିବ ମୁଁ ସେଇ ଚରିତ୍ରରେ ଅଭିନୟ କରିବି ଏବଂ ସେଇ ଅଭିନୟ ମୁଁ ଖୁସି ରହିବି ଏବଂ ଖୁସି ହେବା ପାଇଁ ମୁଁ ବାଧ୍ୟ। ଏଥର ଭଲ ଷ୍ଟାଫ୍ ଅଛନ୍ତି ଏବଂ ସମସ୍ତେ ଭଲ ଅଭିନୟ ଜାଣନ୍ତି ଏବଂ ସମସ୍ତେ ଭଲ ଭଲ କଳାକାର, ବହୁତ ସୁନାମଧନ୍ୟ ଯାତ୍ରାପାର୍ଟିରୁ ସେମାନେ ଆସିଛନ୍ତି। ତେଣୁକରି ଏଥର ନାଟ୍ୟ ସଂସ୍ଥା ବା ରୟାଲ ଓଡ଼ିଶା ଅନେକ ଆଗକୁ ଆଗେଇ ଚାଲିବ ଏବଂ ଭଲ ରୁଚିକର ଲାଗିବ ଏବଂ ସମସ୍ତଙ୍କୁ ଭଲ ଲାଗିବ। ସମସ୍ତେ ରୟାଲ ଓଡ଼ିଶାକୁ ଦେଖିବା ପାଇଁ ଆସନ୍ତୁ।